ଢେଙ୍କାନାଳ ଜିଲ୍ଲା ନିହଳପ୍ରସାଦ ଥାନା ଅନ୍ତର୍ଗତ ଭାଲିଆପାଟ ଗ୍ରାମର ବିଶ୍ୱନାଥ ପାତ୍ରଙ୍କ ପୁଅ ବେଣୁ ପାତ୍ର ବୟସ 42 ବର୍ଷ ବେଣୁଧର ବୁଧବାର ରାତିରେ ଘରକୁ ଫେରୁଥିବା ସମୟରେ କାଶୀପୁର ପଞ୍ଚାୟତର ଗମ୍ଭାରିଆ ରାସ୍ତାକଡ଼ ବଇଲୋ ପଥର ଖାଦାନ ନିକଟରେ ହାତୀ ସହ ମୁହାଁମୁହିଁ ହୋଇଥିଲା। ଫଳରେ ମୋଟର ସାଇକେଲ ଛାଡ଼ି ଧାଇଁ ପଳାଇଥିବା ବେଳେ ଭୟଙ୍କର ଦନ୍ତାହାତୀ ମାରି ସେହି ପଥର ଖଣି ଭିତରକୁ ଫୋପାଡ଼ି ଦେଇଥିଲା। ଖଣିରେ ଅକାତକାତ ପାଣି ଥିବାରୁ ଗତକାଲି ଅଗ୍ନିଶମ ବାହିନୀ ସହାୟତାରେ ଖୋଜାଖୋଜି କରିଥିଲେ ମଧ୍ୟ ଶବ ମିଳିନଥିଲା। ଆଜି ସକାଳୁ ସେଠାରେ ଶବ ଭାସୁଥିବାର ଦେଖି ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ମୃତକର ସାନ ଭାଇ ଶ୍ରୀଧର ପାତ୍ର ସ୍ଥାନୀୟ ପୁଲିସକୁ ଜଣାଇଥିଲେ। ଖବର ପାଇ ନିହଳପ୍ରସାଦ ଥାନା ଅଧିକାରୀ କାଶୀନାଥ ହାଁସଦା ସଦଳ ବଳେ ପହଞ୍ଚି ଶବକୁ ଜବତ କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଅନୁସନ୍ଧାନ ଜାରି ରଖିଛନ୍ତି। ବାରମ୍ବାର ଜଙ୍ଗଲୀ ହାତୀ ମଣିଷ ଓ ଗାଈଗୋରୁ ଓ ଫସଲ ନଷ୍ଟ କରିଦେଉଥିବା ବେଳେ ବନ ବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ରହିଛି। ଜିଲ୍ଲା ବନଖଣ୍ଡ ଅଧିକାରୀ ଦୃଷ୍ଟି ନିରକ୍ଷେପ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ଆଗାମୀ ଦିନରେ ଯେଉଁ ଜନ ଅସନ୍ତୋଷ ପ୍ରକାଶ ପାଇବ ସେଥିପାଇଁ ଡିଏଫ୍ ଓ ଢେଙ୍କାନାଳ ଦାୟୀ ରହିବେ ବୋଲି ସାଧାରଣରେ ଜନତା ଚେତାବନୀ ଦେଇଛନ୍ତି। ଢେଙ୍କାନାଳରୁ ଅକ୍ଷୟ କୁମାର ପାତ୍ରଙ୍କ ରିପୋର୍ଟ, ବ୍ଲାକେଟ୍ ନ୍ୟୁଜ୍ ଓଡ଼ିଆ।